ନାଇଁ ସେ ବିଷୟରେ ମୁଁ ଏବେ କିଛି ମନ୍ତବ୍ୟ ଦେଇପାରିବିନି। ବର୍ତ୍ତମାନ ତାଙ୍କ କଣ୍ଡିସନ୍ ଖରାପ ଅଛି, ସେ ବିଷୟରେ ଆମେ ଟିକେ ବେଶୀ ଫୋକସ୍ କରୁଛୁ, ତାଙ୍କୁ କେମିତି ଭଲ କରିବା ସେ ବିଷୟରେ ଆମେ ଚିନ୍ତା। ଅବସ୍ଥା ଭଲ ନାହିଁ ତ ମଲ୍ଟି ଅର୍ଗାନ୍ ଇନଭଲଭମେଣ୍ଟ ଅଛି, ନିମୋନିଆ ଅଛି, ସେପ୍ଟିସେମିଆ ମଧ୍ୟ ଅଛି, ଏବେ ଭେଣ୍ଟିଲେଟରରେ ଅଛନ୍ତି। ଆପଣ ଦେଖିଥିଲେ ଯେମିତି ମାଉସୀ କାନ୍ଦୁଥିଲେ। ମେଡ଼ିସିନ୍ ଆଇସିୟୁରେ ଅଛନ୍ତି, ଡକ୍ଟର ଶ୍ରୀକାନ୍ତଙ୍କ ଅଣ୍ଡରରେ ଅଛନ୍ତି। ତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ତ ମଲ୍ଟି ଅର୍ଗାନ୍ ଇନଭଲଭମେଣ୍ଟ ଅଛି, ନିମୋନିଆ ଅଛି, ସେପ୍ଟିସେମିଆ ମଧ୍ୟ ଅଛି, ଏବେ ଭେଣ୍ଟିଲେଟରରେ ଅଛନ୍ତି। ଆପଣ ଦେଖିଥିଲେ ଯେମିତି ମାଉସୀ କାନ୍ଦୁଥିଲେ। ସମସ୍ତେ ଷ୍ଟ୍ରେସ୍ରେ ଅଛନ୍ତି। ଆଉ 72 ଆୱାର୍ସ ଆମକୁ ଅବଜର୍ଭ କରିବାକୁ ପଡ଼ିବ କିଛି ଇମ୍ପ୍ରୁଭମେଣ୍ଟ ଦେଖିବା ପାଇଁ, ତାପରେ ଯାହା ଡିସିସନ୍ ନିଆହେବ। ନାଇଁ, ଯେତେବେଳେ ସିଏ ରିସିଭ୍ ହେଇଥିଲେ ଯେଉଁ କଣ୍ଡିସନ୍ରେ ଥିଲେ ଅଲମୋଷ୍ଟ ସେମ୍ କଣ୍ଡିସନ୍ରେ ଅଛନ୍ତି। ଆଉ ଗ୍ରାଜୁଆଲି 72 ଆୱାର ମିନିମମ୍ ଲାଗିବ ସବୁ ପାରାମିଟର୍ସକୁ ଚେକ୍ କରିବା ପାଇଁ, କାରଣ ଲଙ୍ଗସ୍ ବି ଇନଭଲ୍ଭ ଅଛି, କିଡ଼ନୀ ଇନଭଲ୍ଭ, ଲିଭର ଇନଭଲ୍ଭ, ସେପ୍ଟିସେମିଆ ଅଛି। ଭେଣ୍ଟିଲେଟରରେ ସେ ଅଛନ୍ତି। ଇନିସିଆଲି ଆମର 72 ଘଣ୍ଟା ପରେ ଆମେ ତାକୁ ଆସେସ୍ କରିବା, ଜଷ୍ଟ ଡକ୍ଟର କହିଲେ, ତାପରେ ଯାହା ଫାଇନାଲ୍ ଡିସିସନ୍ ନେବା। ନାଇଁ, ସେ ବିଷୟରେ ମୁଁ ଏବେ କିଛି ମନ୍ତବ୍ୟ ଦେଇପାରିବିନି। ବର୍ତ୍ତମାନ ତାଙ୍କ କଣ୍ଡିସନ୍ ଖରାପ ଅଛି, ସେ ବିଷୟରେ ଆମେ ଟିକେ ବେଶୀ ଫୋକସ୍ କରୁଛୁ, ତାଙ୍କୁ କେମିତି ଭଲ କରିବା ସେ ବିଷୟରେ ଆମେ ଚିନ୍ତା। ହଁ, ଯେମିତି ଶୁଣୁଥିଲେ ମାଉସୀ ଆଉ ତାଙ୍କର ଶ୍ରେୟା ଯେମିତି କହୁଥିଲେ, ଯଦି ଏଠି କିଛି ଇମ୍ପ୍ରୁଭ୍ ନ ହେବ ତାହେଲେ ଯଦି ସେମାନଙ୍କ ଫ୍ୟାମିଲି ଚାହିଁବେ କି ଗଭର୍ଣ୍ଣମେଣ୍ଟର କିଛି ହେଲ୍ପ ମିଳିବ ତାହେଲେ ତାଙ୍କୁ ଏୟାର ଆମ୍ବୁଲାନ୍ସ ନେବେ ବୋଲି ସେମାନେ ପ୍ଲାନ୍ କରୁଛନ୍ତି। ବଟ୍ ଏବେ ସୁଦ୍ଧା କଣ୍ଡିସନ୍ ଠିକ୍ ନାହିଁ, ତାଙ୍କୁ ଏୟାର ଆମ୍ବୁଲାନ୍ସ ନେଲେ ତାଙ୍କର ସବୁ ଭାଇଟାଲ୍ ଷ୍ଟେବୁଲ୍ ନାହିଁ, ଷ୍ଟେବୁଲ୍ ହେଲା ପରେ ଯାହା କର।